ଏଇଥିପାଇଁ ଆମ ଘରେ କୁହନ୍ତି ତୋ ହାତରେ ଯେଉଁ ଜିନିଷ ପଡ଼ିବ ଅଳ୍ପ ଦିନେ ଆଉ। କ'ଣ ହେଲା ଫାଷ୍ଟରୁ କହୁଛି ଶୁଣନ୍ତୁ। ହ୍ୟାଲୋ ଏଭ୍ରିୱାନ୍, ତ ଆଜିର ଦିନଟି ଆରମ୍ଭ ହେଲା ଫୁଲ ଗଛ ପାଖରୁ। ମୁଁ ଏଠି କେତେଟା ଗେଣ୍ଡୁଆ ମନ୍ଦାର ଗଛ ଲଗାଇଥିଲି, ତ ସେଥିରୁ ଫୁଲ ବି ଫୁଟିଥିଲା, ତ ମୁଁ ଆସିଥିଲି ଟିକେ ଫୁଲ ନେବାକୁ। ଏଇଠି ଦେଖନ୍ତୁ, ଏ ଫୁଲର ନାଁ ତ କ'ଣ ମୁଁ ଜାଣିନି, କିନ୍ତୁ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। ତ ୟାର ଗୋଟେ ଫୁଲ ଫୁଟିଥିଲା, ଆଉ ବାକି କଢ଼ ହେଇଥିଲା। ଆଉ ଅଲଗା ଫୁଲ ସବୁ ଆଣିକି ତୋଳିକି ରଖିଦେଲି। ଆଉ ଆମ ଧନର ପ୍ରୋଗ୍ରାମ ସକାଳୁ ମୋ ସାଙ୍ଗରେ ଜଣେ କିଏ ଖେଳ, ଏଣ୍ଡ ଏଇଠି ତା ସହ କିଛି ସମୟ ଖେଳିକି ମୁଁ ପଳେଇ ଆସିଥିଲି ଏଠି ଖାଇତେ। ଯେଉଁ ଶୀତ ହେଉଛି 9ଟା ନହେଲା ବେଳକୁ ଆଖି ଖୋଲୁନି। କିନ୍ତୁ ମୋ ମମିର ଗୋଟେ କଥା, ସକାଳୁ ଶୀଘ୍ର ଉଠିବୁ, କର କି ନ କର କିନ୍ତୁ ତୁ ଶୀଘ୍ର ଉଠିବା କଥା ତ ଉଠିବୁ ଆଉ। ତାପରେ ଛାତ ଉପରକୁ ଆସିକି ଏଠି ନୂଆ ବୋଉ ହେଇଗଲି ଟିକେ ପଢ଼ିବା ପାଇଁ। ସେ ପାଠ ପଢ଼ା ପଛରେ ଖରାରେ ଯେଉଁ ରେଟ୍ର ନିଦ ଆଉଛି ଆଉ କୁହନି କୁହନି। ପାଠପଢ଼ା ସାରି ଏଠି ମୁଁ ପଳେଇ ଆସିଲି ତଳକୁ। ମନଟା ମୋର ଭାରି ଖୁସି ଅଛି, ହେଲେ କ'ଣ ପାଇଁ କେଜାଣି। ସେଇଥିପାଇଁ ଦେଖୁନାହାନ୍ତି କ'ଣ ମୁଁ ହେଉଛି। ଆରେ ଇଏ କ'ଣ ହେଲା, ଏଇଭଳି ହବ ବୋଲି ସେଇଥିପାଇଁ ଏତେ ଖୁସି ହେଉଥିଲି ଆଉ। ସତ କଥା, ଏଇଭଳିଆ ଇନସିଡେଣ୍ଟ ହେଲେ ହାର୍ଟ ଆଟାକ୍ ଆସିଲା ଭଳିଆ ଫିଲ୍ ହୁଏ। ଲିଫ୍ଟଟା ଧରିକି ଯାଉଥିଲି, ଏମିତି ମୋ ହାତରୁ ଖସିଲା ଯେ ଦିଫାଳ ହେଇଯାଇଛି, ଗୋଟେ ଫାଳ ଏପଟେ ଗୋଟେ ଫାଳ ସେପଟେ। ମତେ ଆଉ ଲାଗୁନି ଏ ଜଏଣ୍ଟ ହେଲା ପରି, ଗଲା ଗୋଟେ ମୋର ସହିଦ ହେଇଗଲା।